क्वेश्चन कही କିଛି ଲୋକ ଥିଲେ ସେମାନେ ପ୍ରମିସ୍ କରିଥିଲେ କି ଗୋଟେ କାମକୁ ସେମାନେ 18 ଦିନରେ କମ୍ପ୍ଲିଟ୍ କରିଦେବେ, କିନ୍ତୁ 6 ଜଣ ଲୋକ ସେମାନେ ଆବସେଣ୍ଟ ରହିଗଲେ। ତ ରିମେନିଂ କାମ ଯୋଉଟା ହେଲା ସେଇଟା ସରିଲା ବେଳକୁ 20 ଦିନ ହେଇଗଲା। ତ ଅରିଜିନାଲ ନମ୍ବର ଅଫ ମେନ୍ କେତେ ଅଛି କହିଛି। ତ ଆମେ ଗୋଟେ କନସେପ୍ଟ ଜାଣିଛେ, ମୁଁ ତମକୁ କୁହାଇଥିଲି ଏଫିସିଏନ୍ସି ଇଜ ଇନଭର୍ସଲି ପ୍ରୋପୋର୍ସନାଲ ଟୁ ଟାଇମ୍। ଏଇଟା ଯଦି ନ ହେଲା, କିମ୍ବା ମ୍ୟାନ୍ ପାୱାର ଯୋଉଟା ଅଛି ଇନଭର୍ସଲି ପ୍ରୋପୋର୍ସନାଲ ଟୁ ଡେ। ତ ଆମର ଦେଖିବା ଆମର ଡେ କେତେ ଦେଇଛି। ଫର୍ଷ୍ଟ ଆସିଲା ଆମର ଡେ। ଡେ କେତେ ଦେଇଛି ଫର୍ଷ୍ଟ 18 ଦିନରେ ସରିବାର ଥିଲା, କିନ୍ତୁ ହେଲା କେତେ ଦିନ ନା 20 ଦିନ। ତ ମ୍ୟାନ୍ ପାୱାରଟା କେତେ ରହିବ, ତାର ଇନଭର୍ସ ହେଇଯିବ। ଇନଭର୍ସ ମାନେ କ'ଣ ହେଇଯିବ, ଏଇଟା ହେବ 20, ଏଇଟା ହେବ 18। ୟାକୁ ଯଦି ଆମେ ଛୋଟ ବି କରିପାରିବା କାଟିକି 2 × 10 = 20, 2 × 9 = 18, ଇଏ ହେଲା 10, ଏଠୁ ଏଇଟା ହେଲା 9। 10:9 ରେସିଓରେ ମ୍ୟାନ୍ ପାୱାରଟା ରହିଲା। ତ ଆମର ଯେଉଁ ସେକେଣ୍ଡରେ ଯେଉଁ କାମଟା ହେଲା 20 ଦିନରେ ସରିଛି, ତାର ମ୍ୟାନ୍ ପାୱାର କେତେ ଆସୁଛି 9ଟା। 9 ଭାଗ ମ୍ୟାନ୍ ପାୱାର ଆସୁଛି, କିନ୍ତୁ ଆଗରୁ କେତେ ଜଣ ଥିଲେ 10 ଭାଗ। ଇଏ କେତିକି କମିଛି 1 କମିଛି, କିନ୍ତୁ ଆମର 1 ଭାଗ ଯେଉଁ କମିଛି ତା ଜାଗାରେ ସେଇଟା ଗିଭେନ୍ ଦେଇଛି ନା 6 ଜଣ ଆବସେଣ୍ଟ ରହିଯାଇଥିଲେ। ତ 1 ଭାଗର ମୂଲ୍ୟ ହେଲା ଯଦି 6, ତାହେଲେ ଆଗରୁ କେତେ ଜଣ ଲୋକ କାମ କରିବାର ଥିଲା। ଆଗରୁ କେତେ ଜଣ ଲୋକ ଥିଲେ ନା 10 ଭାଗ ଲୋକ ଥିଲେ। ତ 10 ଭାଗର ମୂଲ୍ୟ କେତେ ହେବ 10 × 6, କେତେ ନା 60। 60 ମେନ୍ କାମ କରିବାର ଥିଲା।